ମୋ କାନ୍ତ ଗଲେ ମୃଗ ମାରି। ଜାନକୀ ବିଳାପ। କୁଡ଼ି ମନ୍ଥରାର କୁମନ୍ତ୍ରଣାରେ ରାଜା ଦଶରଥଙ୍କ ପ୍ରାଣପ୍ରିୟା ରାଣୀ କୈକେୟୀ ରାଜାଙ୍କ ପ୍ରତିଶ୍ରୁତ ପୂର୍ବର ଦୁଇଟି ବରକୁ ମାଗି ବସିଲେ। ସତ୍ୟବଦ୍ଧ ରାଜା କୈକେୟୀଙ୍କୁ ବହୁତ ବୁଝାଇ ବ୍ୟର୍ଥ ହେବା ପରେ ଶେଷରେ ସେହି ବର ଦୁଇଟି ଦେବାପାଇଁ ରାଜି ହେଲେ। ପ୍ରଥମ ବରରେ ରାମ 14 ବର୍ଷ ବନବାସ କରିବ। ଦ୍ୱିତୀୟରେ କୈକେୟୀଙ୍କ ପୁତ୍ର ଭରତ ରାଜା ହେବ। ସତ୍ୟସନ୍ଧ ଶ୍ରୀରାମ ପିତୃ ସତ୍ୟ ପାଳନ କରିବାକୁ ବାହାରିଗଲେ ବନବାସରେ। ସାଥିରେ ଗଲେ ପତ୍ନୀ ଜାନକୀ ଓ ସାନ ଭାଇ ଲକ୍ଷ୍ମଣ। ସେମାନେ ଯାଇ ପଞ୍ଚବଟୀ କାନନରେ ଏକ ପର୍ଣ୍ଣ କୁଟୀରରେ ବାସ କରୁଥାନ୍ତି। ରାବଣ ମାୟା ରଚନା କରି ଭଗ୍ନୀ ଶୂର୍ପଣଖାକୁ ପଠାଇଲା। ସେ ଆସି ତପସୀ ବେଶ ଧାରି ପ୍ରଭୁ ଶ୍ରୀରାମଙ୍କୁ ପ୍ରେମ ନିବେଦନ କଲା। ଶ୍ରୀରାମଙ୍କଠାରୁ ପ୍ରତ୍ୟାଖ୍ୟାତ ହୋଇ ଶୂର୍ପଣଖା ପହଞ୍ଚିଲା ଅନୁଜ ଲକ୍ଷ୍ମଣଙ୍କ ପାଖରେ। ଶ୍ରୀରାମଙ୍କ ଇଙ୍ଗିତରେ ଲକ୍ଷ୍ମଣ ତାର ନସାକର୍ଣ୍ଣ ଛେଦନ କରି ତାକୁ ବିରୂପ କରି ଛାଡ଼ିଦେଲେ। ଲଙ୍କପତି ରାବଣ ଏଥିରେ କୁପିତ ହୋଇ ମା ସୀତାଙ୍କୁ ହରଣ କରି ନେବାକୁ ଯୋଜନା କଲା। ସେ ପଠାଇଲା ରାକ୍ଷସ ମାରୀଚକୁ ମାୟା ସ୍ୱର୍ଣ୍ଣମୃଗ ରୂପରେ। ସ୍ୱର୍ଣ୍ଣମୃଗ ପଞ୍ଚବଟୀରେ ପ୍ରଭୁଙ୍କ କୁଟୀର ଆଗରେ କୁଦି ବୁଲୁଥାଏ। ମୃଗଟି ପ୍ରତି ଆସକ୍ତ ହୋଇ ମା ଜାନକୀ ପ୍ରଭୁ ଶ୍ରୀରାମଙ୍କୁ ଏହାକୁ ଆଣି ଦେବାକୁ କହିଲେ। ସ୍ୱର୍ଣ୍ଣମୃଗ ପୁଣି ନିର୍ଜନ କାନନରେ। ଏହା କଣ କେବେ ସମ୍ଭବ? କି ମାୟା! ଏହାର ପ୍ରଭାବରୁ ଜଗତର କର୍ତ୍ତା ଓ ଜଗତ ଜନନୀ ମଧ୍ୟ ବର୍ତ୍ତି ପାରିନଥିଲେ। ପତ୍ନୀଙ୍କୁ ତୋଷ କରିବା ପାଇଁ ପ୍ରଭୁ କାଣ୍ଡ କୋଦଣ୍ଡ ଧରି ସ୍ୱର୍ଣ୍ଣ କୁରଙ୍ଗୀ ପଛରେ ଧାଇଁଲେ। ମାୟାମୃଗ ଅଙ୍କା ବଙ୍କା ଦଡ଼ି ଦଡ଼ି ପ୍ରଭୁଙ୍କୁ କୁଟୀରଠାରୁ ବହୁ ଦୂରକୁ ନେଇଗଲା। ରହି ରହି ଡକା ପାଡ଼ିଲା ତ୍ରାହି ଲକ୍ଷ୍ମଣ, ତ୍ରାହି ଲକ୍ଷ୍ମଣ। ବିକଳ କ୍ରନ୍ଦନ ଶୁଣି ମା ସୀତା ଦେବର ଲକ୍ଷ୍ମଣଙ୍କୁ ନିବେଦନ କଲେ, ଭାଇଙ୍କୁ ବିପଦ ପଡ଼ିଛି, ଯାଅ ତାଙ୍କୁ ଉଦ୍ଧାର କର। ଜଗତ କର୍ତ୍ତାଙ୍କୁ କୌଣସି ବିପଦ ପଡ଼ି ନ ପାରେ। ଏକଥା ସୁଧୀର ଲକ୍ଷ୍ମଣ ଯେତେ ବୁଝାଇଲେ ମଧ୍ୟ ମା ଆଉ ବୁଝିଲେ ନାହିଁ। ଅତି ଧିକ୍କାର କରି କହିବାରୁ ଲକ୍ଷ୍ମଣ ପ୍ରସ୍ତୁତ ହେଲେ ଯିବାପାଇଁ। ତାଙ୍କୁ ଜଣାଥିଲା ଏସବୁ ରାକ୍ଷସଙ୍କ ମାୟା ବୋଲି। ଗଲାବେଳେ ଲକ୍ଷ୍ମଣ ପର୍ଣ୍ଣ କୁଟୀର ସାମ୍ନାରେ 3ଟି ଗାର ଲକ୍ଷ୍ମଣ ରେଖା ଟାଣି ଦେଇଗଲେ। ମାଙ୍କୁ ବାରଣ କରି କହି ଗଲେ, କୌଣସି ପରିସ୍ଥିତିରେ ତୁମେ ଏ ଲକ୍ଷ୍ମଣ ରେଖାକୁ ଅତିକ୍ରମ କରି କୁଟୀର ବାହାରକୁ ଆସିବ ନାହିଁ। ରାବଣ ଆସି କୁଟୀର ନିକଟରେ ଲୁଚି ରହିଥାଏ। ଲକ୍ଷ୍ମଣଙ୍କ ପ୍ରସ୍ଥାନ ପରେ ମାୟାଜତି ବେଶ ଧାରଣ କରି ଆସି ପହଞ୍ଚିଗଲା କୁଟୀର ସମ୍ମୁଖରେ ଭିକ୍ଷା ମାଗିବା ଛଳରେ। ଯତି ଭିକ୍ଷୁକଙ୍କୁ ମା ଫେରାଇ ଦିଅନ୍ତେ କିପରି? ଲକ୍ଷ୍ମଣ ରେଖାର ପଛପଟରେ ରହି ମା ଭିକ୍ଷା ଦେଉଥାନ୍ତି। ଦଶାନନର ଶକ୍ତି ନଥାଏ ସେ ବ୍ରହ୍ମ ଲକ୍ଷ୍ମଣ ରେଖା ଅତିକ୍ରମ କରିବା ପାଇଁ। ଅଭିମାନ କରି ଭିକ୍ଷା ଗ୍ରହଣ କରୁ ନଥାଏ ଓ ମାଙ୍କୁ ବାର ବାର ଜିଗର କରୁଥାଏ 3 ଗାର ବାହାରକୁ ଆସି ଭିକ୍ଷା ପ୍ରଦାନ ପାଇଁ। ମା ଯତିଙ୍କ କଟାଳ ଆଉ ସହ୍ୟ କରିପାରିଲେ ନାହିଁ। ଭିକ୍ଷାମୁଷ୍ଠି ଧରି ଲକ୍ଷ୍ମଣ ରେଖା ବାହାରକୁ ବାହାରି ଆସିଲେ। ଆଉ କାଳ ବିଳମ୍ବ ନ କରି ରାବଣ ମାଙ୍କୁ ପୁଷ୍ପକ ବିମାନରେ ବସାଇ ଉଡ୍ଡୀୟମାନ ହେଲା ଲଙ୍କା ଅଭିମୁଖେ। ଅସହାୟା ଜାନକୀ ଉପାୟ ଶୂନ୍ୟ ହୋଇ ପୁଷ୍ପକ ବିମାନ ଭିତରେ ବସି ବିଳାପ କରୁଥାନ୍ତି। ବିଳାପ ଶୁଣିବା ପାଇଁ କେହି ନଥାନ୍ତି ପାଖରେ। କେବଳ ପଞ୍ଚବଟୀର ବୃକ୍ଷଲତା ଗିରିକନ୍ଦରଙ୍କୁ ସମ୍ବୋଧନ କରି କାନ୍ଦୁଥାନ୍ତି। ମାଙ୍କ ସେହି କରୁଣ କ୍ରନ୍ଦନର କାରୁଣ୍ୟ ଭରା ପରିପ୍ରକାଶ କଲେ କବି ବିଶ୍ୱନାଥ ଖୁଣ୍ଟିଆ ବିଚିତ୍ର ରାମାୟଣରେ। ହେ ବନଗିରି, ହେ ଲତାଗିରି, ମୋ କାନ୍ତ ଗଲେ ମୃଗ ମାରି। ମାୟା କୁରଙ୍ଗୀ ଦେଖି ଲୋଭେ ହୋଇଲି ସୁଖୀ, କାନ୍ତେ ବୋଇଲି ଶ୍ରଦ୍ଧା କରି। ହେ ଶୁଣି ମୋର ଉତ୍ତର, ଧରି କୋଦଣ୍ଡ କର, ରାଘବ ଗଲେ ମୃଗ ମାରି। ହେ ଲକ୍ଷ୍ମଣ ତ୍ରାହି ଶୁଣି ତାଙ୍କୁ ପେଶିଲି ପୁଣି, ସେ ଗଲେ ମୋତେ କ୍ରୋଧ କରି। ହେ ମୋତେ ଏକା ଦେଖିନ, ଭିକ୍ଷା ମାଗି ରାବଣ, ମାୟା ତପସୀ ରୂପ ଧରି। ହେ ଧରି ମୋହର କର, ବସାଇ ରହୁବର, ମୋତେ ନେଉଛି ଲଙ୍କାପୁରୀ। ହେ କହିବ ମୋ କାନ୍ତଙ୍କୁ, ମାରିଣ ରାବଣକୁ, ମୋତେ ଆଣିବେ ବେଗ କରି। ହେ ବୋଲେ ଯ ଗୋପାଳ, ସୀତା ହୋଇ ଆକୁଳ, କାନ୍ଦନ୍ତି ଶ୍ରୀରାମ ସୁମରି। ହେ ବନଗିରି, ହେ ଲତାଗିରି, ମୋ କାନ୍ତ ଗଲେ ମୃଗ ମାରି। ଏହି କାହାଣୀରୁ ଶିକ୍ଷା ମିଳେ
आमकु सुस्थ जीवन जीवा पाई केतेक नियम मानि चलिबाकु पड़िबो। नहिले लक्ष्मण रेखा डेई जगत जननी मां जानकींको भଳି विलाप करिबा ही सार हेबो, एहा ध्रुव सत्य। जय श्रीराम। अर्जुनी चरण बेहेरा। आपण शीर्षक चैनल को सब्सक्राइब कलेनी कि जदि करिना एबे सब्सक्राइब करिनियंतु। एभଳି दिव्य सीरीज आध्यात्मिक पौराणिक साहित्य गल्प कविता तथा ओडिया भाषा और संस्कृतिर समृद्धि पाई एही यात्रा रे शामिल होई बहुल मात्रा रे लाइक कमेंट और शेयर करंतु। जय जगन्नाथ।